ଆଉ କେମିତି ଅଛ ବା ସବୁ କେରକେରା ତ ମୁଁ ବି କେରକେରା ଅଛି ଭାଇନା। ଆଜିର ଏହି ପବିତ୍ର ଦିନରେ ଆମେ ସାକ୍ଷୀ ହେଉଛୁ ଏକ ଅତ୍ୟନ୍ତ ଅଦ୍ଭୁତ ଓ ଦିବ୍ୟ ମହୋତ୍ସବ। ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ପ୍ରଥମ ସିଂହାସନ ଆରୋହଣ। ତ ଏହି ପବିତ୍ର ଅବସରରେ ଭକ୍ତମାନେ ହୃଦୟରେ ଅସୀମ ଆନନ୍ଦ ଓ ଭକ୍ତିର ଲହରୀ ଛୁଟୁଛି। ମନ୍ଦିର ପରିସରରେ ମଧ୍ୟରେ ଶଙ୍ଖଧ୍ୱନି, ଘଣ୍ଟନାଦ ଓ ଭଜନର ଧ୍ୱନି ଆକାଶକୁ ମଧୁର କରିଦେଉଛି। ସୁସଜ୍ଜିତ ମଣ୍ଡପ ଓ ରଙ୍ଗୀନ ପୁଷ୍ପମାଳାରେ ସଜ୍ଜିତ ଥିବା ପରିବେଶ ଏକ ସ୍ୱର୍ଗୀୟ ଦୃଶ୍ୟ ସୃଷ୍ଟି କରିଛି। ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଏହି ସିଂହାସନ ଆରୋହଣ ଭକ୍ତମାନଙ୍କ ପାଇଁ ଏକମାତ୍ର ଏକ ପରମ୍ପରା ନୁହେଁ, ଏହା ହେଉଛି ଶ୍ରଦ୍ଧା, ଭକ୍ତି ଓ ଆସ୍ଥାର ଏକ ଜୀବନ୍ତ ପ୍ରତୀକ। ପ୍ରତ୍ୟେକ ଭକ୍ତ ନିଜର ମନୋକାମନା ସହିତ ଠାକୁରଙ୍କ ଦର୍ଶନ କରିବା ପାଇଁ ଅପେକ୍ଷା କରୁଛନ୍ତି। ଏହି ଦିବ୍ୟ ମୁହୂର୍ତ୍ତରେ ଠାକୁରଙ୍କ ସିଂହାସନ ଆରୋହଣ ଦେଖିବା ମାନେ ଜୀବନର ସବୁ ଦୁଃଖ ଓ କଷ୍ଟକୁ ଭୁଲିଯିବା ଭଳି ଅନୁଭୂତି। ଭକ୍ତିର ଏହି ମହୋତ୍ସବ ଆମ ସମସ୍ତଙ୍କୁ ଏକତ୍ର କରିଥାଏ ଓ ଆମର ଆତ୍ମାକୁ ପବିତ୍ର କରେ। ଆସନ୍ତୁ ଏହି ପବିତ୍ର ଅବସରରେ ଆମେ ସମସ୍ତେ ମିଶି ଭକ୍ତି ଭାବରେ କହିବା, ଜୟ ଶ୍ରୀ ଲକ୍ଷ୍ମୀ ନୃସିଂହ। ତ ଆପଣମାନେ ଦେଖିସାରିଛନ୍ତି ଆଉ ଦେଖୁଛନ୍ତି ମଧ୍ୟ। ଅରିଜିନାଲ ମନ୍ଦିରକୁ ପଳେଇ ଆସିଲାଣି, ମୂର୍ତ୍ତି ଧରିକିରି ପଳେଇ ଆସିଲାଣି। ଆପଣମାନେ ଦେଖୁଛନ୍ତି ପୂଜା ବିଧି ମଧ୍ୟ ସରିଗଲାଣି। ସବୁ ଭକ୍ତମାନେ ବି ଚାହୁଁଛନ୍ତି କେମିତି ଦେଖିବେ ସିଂହାସନ ଉପରେ ବସେଇ। ତ ବର୍ତ୍ତମାନ ଦେଖୁଛନ୍ତି ଆଣୁଛନ୍ତି ସିଂହାସନ ମଧ୍ୟକୁ ବସାଇବା ପାଇଁ। ଆଉ ସେ ଦେଖୁଛନ୍ତି ଏବେ ବର୍ତ୍ତମାନ ଗର୍ଭଗୃହରେ ପ୍ରବେଶ କଲେ ଆମର ନରସିଂହ ଠାକୁର। ତ ବର୍ତ୍ତମାନ ବିଜେ ହେଇସାରିଛନ୍ତି ଆମର ସିଂହାସନ ଉପରେ। ତ ଆପଣମାନେ ଦେଖୁଛନ୍ତି ଏବେ ଆହୁରି କିଛିଟା କାର୍ଯ୍ୟ ରହିଛି, ତ ସେଇ ଯାକ ମଧ୍ୟ ସବୁ ସରଉଛନ୍ତି। ଆଉ ତ ଏବେ ଦେଖୁଛନ୍ତି ପୂଜା ମଧ୍ୟ ଚାଲିଛି ଆହୁରି ସିଂହାସନ, କାହିଁକି ନା ଏଇଟା ହେଉଛି ପ୍ରଥମ ସିଂହାସନ ଆରୋହଣର। ତ ବର୍ତ୍ତମାନ ସବୁ ସରିଯାଇଛି ଆଉ ଆପଣମାନେ ବି ଦେଖୁଛନ୍ତି ସିଂହାସନରେ ସ୍ଥାପନ ହେଇଯାଇଛନ୍ତି। ମୂର୍ତ୍ତି ରହିଯାଇଛି, ସ୍ଥାପନ ମୂର୍ତ୍ତି ରଖାଯାଇଛି ଆଉ ପୂଜା ମଧ୍ୟ ବିଧି ସବୁ ସରିଯାଇଛି। ଆଉ ତ ଫାଇନାଲି ସମସ୍ତେ ପ୍ରସାଦ ଦେଖୁଛନ୍ତି। ଫାଇନାଲି କାମ ସରିଯାଇଛି, ତ ପ୍ରସାଦ ସେବନ ସାରି ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ରହିଲି, ଜୟ ଜଗନ୍ନାଥ।